ମୋର ପ୍ରିୟ ଛାତ୍ରଛାତ୍ରୀମାନେ, ଆଶା କରୁଛି ତୁମେମାନେ ସମସ୍ତେ ଭଲରେ ଥିବ। ଆଜିର ଏଇ ଡିଜିଟାଲ କ୍ଲାସକୁ ତୁମମାନଙ୍କୁ ସ୍ୱାଗତ। ଆମେ ପୂର୍ବରୁ ଭୂଗୋଳ ବହିର ପ୍ରଥମ ଅଧ୍ୟାୟର 8ଟି ଏକକ ପଢି ସାରିଛେ। ଆଜି ଆମେ ଆଉ ଏକ ଶେଷ ଏକକଟି ପଢିବା ଏବଂ ସେଥିରେ କଣ ଅଛି ଜାଣିବା। କିନ୍ତୁ ତା ପୂର୍ବରୁ ଆମେ କିଛି ପୂର୍ବ ପାଠର ଆଲୋଚନା କରିବା। ତେବେ ଆଜି ଆମେ ଆଜିର ପାଠକୁ ଯିବା ପୂର୍ବରୁ ପୂର୍ବ କ୍ଲାସ ମାନଙ୍କରେ କଣ ପଢିଥିଲେ କିଛି ଆଲୋଚନା କରିବା, ଯାହାଦ୍ୱାରା ତୁମେମାନେ ମଧ୍ୟ ତୁମର ପୂର୍ବ ପାଠକୁ ମନେ ପକେଇ ପାରିବ। ଆମେ ଜାଣିଛେ ଆକାର ଅନୁସାରେ ଭାରତ ପୃଥିବୀର 7ମ ବୃହତ୍ତମ ଦେଶ। ଏହା ଏସିଆ ମହାଦେଶରେ ଅବସ୍ଥିତ। ଏସିଆ ହେଉଛି ପୃଥିବୀର ସବୁଠାରୁ ବୃହତ୍ତମ ମହାଦେଶ। ଏବେ ତୁମେ ମାନଚିତ୍ର ଦେଖ। ଏହି ମାନଚିତ୍ରରେ ଭାରତକୁ ଦେଖିପାରୁଛ। ଭାରତ ସହିତ ତାହାର ପଡୋଶୀ ରାଷ୍ଟ୍ର ଗୁଡିକ ମଧ୍ୟ ସଂଲଗ୍ନ, ଯେଉଁଗୁଡିକ ଯାହାର ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବାଂଲାଦେଶ, ମିଆଁମାର, ଉତ୍ତରରେ ନେପାଳ, ଭୁଟାନ ଓ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ। ଏହି ବିଶାଳ ଭୂଖଣ୍ଡକୁ ଭାରତୀୟ ଉପମହାଦେଶ ବୋଲି କୁହାଯାଏ। ପ୍ରଥମ କ୍ଲାସରେ ତୁମେମାନେ ପଢିଥିଲ ଭାରତକୁ ଭୌଗୋଳିକ ଭୂମିରୂପ ଦୃଷ୍ଟିକୋଣରୁ 5 ଭାଗରେ ବିଭକ୍ତ କରାଯାଇଛି। ସେଇ ଭାଗ ଗୁଡିକ କଣ କଣ? ସେଗୁଡିକ ହେଉଛି ଉତ୍ତରସ୍ଥ ବୃହତ୍ ପର୍ବତମାଳା, ଗଙ୍ଗା ଓ ସିନ୍ଧୁ ବିଶାଳ ସମତଳ ଅଞ୍ଚଳ, ମରୁଭୂମି ଅଞ୍ଚଳ, ଦାକ୍ଷିଣାତ୍ୟ ମାଳଭୂମି ଓ ଦ୍ୱୀପପୁଞ୍ଜ। ଏବେ ଆସ କିଛି ଆଲୋଚନା କରିବା। ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି, ତୁମେମାନେ ଉତ୍ତର ଦେବ। ପ୍ରଥମ ପ୍ରଶ୍ନଟି ହେଉଛି, ଆମ ଭାରତ ପୃଥିବୀର କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ? ଉତ୍ତରଟି ହେଉଛି ଉତ୍ତର ଗୋଲାର୍ଦ୍ଧ। ଏବେ ଦ୍ୱିତୀୟ ପ୍ରଶ୍ନକୁ ଯିବା। ଭାରତର ଉତ୍ତରରେ କେଉଁ ପର୍ବତମାଳା ଅଛି? ଉତ୍ତର ହେଉଛି ହିମାଳୟ ପର୍ବତମାଳା। ତୃତୀୟ ପ୍ରଶ୍ନକୁ ଯିବା। ଭାରତକୁ ଏକ ଉପଦ୍ୱୀପ କାହିଁକି କୁହାଯାଏ? ଏହାର ଉତ୍ତର ହେଉଛି ଭାରତର 3 ପାର୍ଶ୍ୱରେ ଜଳଭାଗ ଥିବାରୁ ଭାରତକୁ ଏକ ଉପଦ୍ୱୀପ ବୋଲି କୁହାଯାଏ। ଏବେ ଚତୁର୍ଥ ପ୍ରଶ୍ନକୁ ଯିବା। ଭାରତର ଦକ୍ଷିଣରେ କେଉଁ ମହାସାଗର ଅଛି? ଏହାର ଉତ୍ତର ହେଉଛି ଭାରତ ମହାସାଗର। ଏବେ ଆସ ଜାଣିବା ଗଙ୍ଗା ନଦୀର ଉତ୍ପତ୍ତି ସମ୍ପର୍କରେ। ତୁମେମାନେ ଜାଣିଛ ଗଙ୍ଗା ହେଉଛି ଭାରତର ବୃହତ୍ତମ ନଦୀ। ତେବେ ଏହାର ଉତ୍ପତ୍ତି କିପରି ହୋଇଥିଲା ସେ ବିଷୟରେ ଜାଣିବା। ଗଙ୍ଗା ନଦୀ ଉତ୍ତରାଖଣ୍ଡର ଉତ୍ତର କାଶୀ ଜିଲ୍ଲାରେ ଥିବା ଗଙ୍ଗୋତ୍ରୀ ହିମବାହରୁ ବାହାରିଛି। ସେହି ସ୍ଥାନରେ ଗଙ୍ଗା ନଦୀକୁ ଭାଗୀରଥୀ ବୋଲି କୁହାଯାଏ। ଦେବପ୍ରୟାଗ କଣ? ଦେବପ୍ରୟାଗ ହେଉଛି ଅଳକାନନ୍ଦା ଏବଂ ଭାଗୀରଥୀ ନଦୀର ମିଳନ ସ୍ଥାନ। ସେହି ସ୍ଥାନରେ ଏହାକୁ ଗଙ୍ଗା ନଦୀ ବୋଲି କୁହାଯାଏ। ଏହା ପ୍ରଥମେ ପାହାଡିଆ ଅଞ୍ଚଳ ଦେଇ ହରିଦ୍ୱାର ଠାରେ ସମତଳ ଭୂମିକୁ ପ୍ରବେଶ କରେ। ଏବେ ଏହା କିପରି ସୃଷ୍ଟି ହୋଇଥିଲା ତାହା ଦେଖ। ଏବେ ଗଙ୍ଗା ନଦୀର ଉତ୍ପତ୍ତି ସମ୍ପର୍କରେ ଜାଣିଲେ। ଏବେ ଆସ ଜାଣିବା ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତି ସମ୍ପର୍କରେ। ବ୍ରହ୍ମପୁତ୍ର ନଦୀ ହେଉଛି ଏକ ଅନ୍ତର୍ଜାତୀୟ ଜଳଧାରା। ଏହା କାହିଁକି ଏକ ଅନ୍ତର୍ଜାତୀୟ ଜଳଧାରା ସେଇଟା ପ୍ରଥମେ ଜାଣିବା। ଅନ୍ତର୍ଜାତୀୟ କଣ ପାଇଁ କୁହାଗଲା? କାହିଁକି ନା ବ୍ରହ୍ମପୁତ୍ର ନଦୀ କେବଳ ଭାରତରେ ପ୍ରବାହିତ ନୁହେଁ, ଏହା ଭାରତର ପଡୋଶୀ ରାଷ୍ଟ୍ରରୁ ସୃଷ୍ଟି ହୋଇଛି, ଉତ୍ପତ୍ତି ହୋଇଛି ଏବଂ ଏହା ଭାରତରେ ପ୍ରବାହିତ ହୋଇ ପୁଣି ଭାରତର ଏକ ପଡୋଶୀ ରାଷ୍ଟ୍ର ଦେଇ ତାହା ସମୁଦ୍ରରେ ମିଶିଛି। ଏହା ତେବେ କେଉଁଠାରୁ ସୃଷ୍ଟି ହୋଇଛି? ଏହା ତିବ୍ବତର କୈଳାସ ପର୍ବତ ଶ୍ରେଣୀର ଚେମାୟୁଙ୍ଗଡୁଙ୍ଗ ହିମବାହରୁ ଉତ୍ପନ୍ନ ହୋଇଛି। ସେହି ତିବ୍ବତରେ ଏହି ନଦୀକୁ ସାଂପୋ ବୋଲି କୁହାଯାଏ, ଯାହାର ଅର୍ଥ ହେଉଛି ପବିତ୍ରକାରୀ। ଭାରତରେ ଏହା କେଉଁ ସ୍ଥାନରେ ପ୍ରବେଶ କରିଛି? ଭାରତର ଉତ୍ତର ପୂର୍ବ ଭାଗରେ ଥିବା ଅରୁଣାଚଳ ପ୍ରଦେଶର ନାମଚା ବାରୁଆ ଶୃଙ୍ଗ ନିକଟରେ ଏକ ୟୁଟର୍ନ ଦେଇ ଏହା ଭାରତକୁ ପ୍ରବେଶ କରିଛି। ଏବେ ଆସ ଜାଣିବା ଗାଙ୍ଗେୟ ସମତଳ ଭୂମିର ଗଠନ। ମାନଚିତ୍ରରେ ତୁମେ ଯେଉଁ ଅଂଶଟିକୁ ରେଖାଙ୍କିତ ହବାର ଦେଖୁଛ, ସେହି ଅଞ୍ଚଳ ହେଉଛି ଗାଙ୍ଗେୟ ସମତଳ ଭୂମି।
ପ୍ରାୟ କୋଟିଏ ବର୍ଷ ପୂର୍ବରୁ ହିମାଳୟ ସୃଷ୍ଟି ହେବା ପରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଗର୍ତ୍ତରେ ହିମାଳୟରୁ ବୋହି ଆସୁଥିବା ନଦୀମାନେ ବର୍ଷ ବର୍ଷ ଧରି ବାଲି, ଗୋଡ଼ି, ପଟୁମାଟି ଜମା କରି ସମତଳ ଭୂମି ଗଠନ କରିଛନ୍ତି। ଯେହେତୁ ଏହା ଗଙ୍ଗା ନଦୀର ଅବବାହିକାରେ ଅବସ୍ଥିତ, ତେଣୁ ଏହି ଅଞ୍ଚଳକୁ ଗାଙ୍ଗେୟ ସମତଳ ଭୂମି କୁହାଯାଏ, ଯେଉଁଠାରେ ପଟୁମାଟିର ସ୍ତର ପ୍ରାୟତଃ 1000ରୁ 2000 ମିଟର ଗଭୀର। ଏବେ ଆସ ଜାଣିବା ଡେଲ୍ଟା ବା ତ୍ରିକୋଣ ଭୂମି କଣ। ପ୍ରଥମେ ଜାଣିବା ତ୍ରିକୋଣ ଭୂମି କଣ। ତ୍ରିକୋଣ ଭୂମି, ଏହା ନାଁରୁ ହିଁ ଆମେ ଜାଣିପାରିବା ଏହାର ସଂଜ୍ଞାଟି କଣ। ତ୍ରିକୋଣ ଅର୍ଥାତ୍ 3ଟି କୋଣ। ଭୂମି ମାନେ ଆମେ ଜାଣିଛେ ମାଟି, ଅର୍ଥାତ୍ ଯେଉଁ ଭୂମିର ଆକୃତି 3 କୋଣ ବିଶିଷ୍ଟ ହୋଇଥିବ ତାହା ଏକ ତ୍ରିକୋଣ ଭୂମି। ତ ଏହାର ଭୌଗୋଳିକ ସଂଜ୍ଞାଟି କଣ? ଭୌଗୋଳିକ ସଂଜ୍ଞାଟି ହେଉଛି ନଦୀ ଯେଉଁଠାରେ ସମୁଦ୍ରରେ ମିଶେ, ସେଠାରେ ସ୍ରୋତର ବେଗ କମିଯାଏ। ଫଳରେ ନଦୀ ବୋହି ଆଣିଥିବା ମାଟି ଜମା ହୋଇ ଏକ ଗ୍ରୀକ୍ ଅକ୍ଷର ଡେଲ୍ଟା ପରି ଭୂମି ସୃଷ୍ଟି କରେ। ଡେଲ୍ଟାର ଚିହ୍ନଟି ହେଉଛି ଏକ ତ୍ରିଭୁଜାକୃତି ଚିହ୍ନ ଏବଂ ଏହି ଭୂମି ହେଉଛି 3 କୋଣୀୟ ବିଶିଷ୍ଟ, ତେଣୁକରି ଏହାକୁ ଡେଲ୍ଟା ବୋଲି କୁହାଯାଏ। ଏଠି ଗୋଟେ ଡେଲ୍ଟାର ଭିଡିଓ ଦେଖ। ଆଚ୍ଛା, ବର୍ତ୍ତମାନ ଆମେ ଗଙ୍ଗା ନଦୀ ବିଷୟରେ ଜାଣିଲେ, ବ୍ରହ୍ମପୁତ୍ର ନଦୀ ବିଷୟରେ ଜାଣିଲେ। ବର୍ତ୍ତମାନ ଆମେ ଦୁଇଟି ନଦୀର ମିଳନ ଓ ବିସର୍ଜନ କିପରି ହୋଇଛି ସେଇ ସମ୍ପର୍କରେ ଜାଣିବା। ବାଂଲାଦେଶରେ ଗଙ୍ଗା ନଦୀକୁ ପଦ୍ମା ବୋଲି କୁହାଯାଏ ଏବଂ ବ୍ରହ୍ମପୁତ୍ର ନଦୀକୁ ଯମୁନା ବୋଲି କୁହାଯାଏ। ଏହି ଦୁଇ ନଦୀ ମିଳିତ ହେବା ପରେ ମେଘ୍ନା ନାମରେ ପରିଚିତ ହୁଅନ୍ତି। ଏହି ମେଘ୍ନା ନଦୀ ବଙ୍ଗୋପସାଗରରେ ବିସର୍ଜିତ ହୁଏ। ଏହି ନଦୀ ପ୍ରଣାଳୀ 2500 କିଲୋମିଟରରୁ 2500 କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି ବଙ୍ଗୋପସାଗରରେ ମିଶିଥାଏ। ଏବେ ଆସ ମୁଁ ତୁମକୁ ଗୋଟେ ମାନଚିତ୍ର ଦେଖଉଛି, ଏଥିରୁ କିଛି ପ୍ରଶ୍ନର ଉତ୍ତର ଦେବା। ପ୍ରଥମ ପ୍ରଶ୍ନଟି ଦେଖ। ପ୍ରଥମ ପ୍ରଶ୍ନଟି ହେଉଛି, ଏହି ଚିତ୍ରରେ କେଉଁ କେଉଁ ଦେଶକୁ ତୁମେ ଚିହ୍ନି ପାରୁଛ? ଉତ୍ତରଟି ହେଉଛି ଭାରତ। ଏହି ମାନଚିତ୍ରରେ ଆମେ ଭାରତକୁ ଜାଣିପାରୁଛେ। ଭାରତର ପୂର୍ବରେ ଓ ପଶ୍ଚିମରେ କେଉଁ ସାଗର ଅଛି? ଉତ୍ତର ହେଉଛି ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଆରବ ସାଗର। ତୃତୀୟ ପ୍ରଶ୍ନକୁ ଯିବା। ଚିତ୍ରରେ ହିମାଳୟ କେଉଁଠାରେ ଅଛି? ଏବେ ଦେଖ, ମାନଚିତ୍ରରେ ଯେଉଁ ସ୍ଥାନଟି ରଙ୍ଗୀନ ହୋଇଗଲା ସେହି ସ୍ଥାନରେ ହିମାଳୟ ରହିଛି। ଚତୁର୍ଥ ପ୍ରଶ୍ନକୁ ଯିବା। ଓଡ଼ିଶା ଓ ପଶ୍ଚିମବଙ୍ଗ କେଉଁଠାରେ ଅଛି ଚିହ୍ନଟ କର। ଏବେ ମାନଚିତ୍ରରେ ଯେଉଁ ରଙ୍ଗଟି ହଳଦିଆ ଅଂଶରେ ରଙ୍ଗିତ ହେଲା, ହଳଦିଆ ରଙ୍ଗରେ ରଙ୍ଗିତ ହେଲା, ତାହା ହେଉଛି ଓଡ଼ିଶା ଓ ପଶ୍ଚିମବଙ୍ଗ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ମାନଚିତ୍ରରେ ସୁନ୍ଦରବନର ଅବସ୍ଥିତି କେଉଁଠାରେ? ମାନଚିତ୍ରରେ ସୁନ୍ଦରବନର ଅବସ୍ଥିତି ଦର୍ଶାଅ। ଏବେ ଦେଖ, ଯେଉଁ ଆଡକୁ ତୀର ଚିହ୍ନ ଅଛି ସେଇ ଜାଗାଟି ହେଉଛି ସୁନ୍ଦରବନ। ଶେଷ ପ୍ରଶ୍ନକୁ ଯିବା। ପଶ୍ଚିମବଙ୍ଗ ସହ କେଉଁ ଦେଶର ସୀମା ଲାଗି ରହିଛି? ଉତ୍ତର ହେଉଛି ବାଂଲାଦେଶ। ଏବେ ଆସ ଜାଣିବା ବିଶ୍ୱର ସର୍ବବୃହତ ତ୍ରିକୋଣଭୂମି ସମ୍ପର୍କରେ, ଯାହାର ନାଁ ହେଉଛି ସୁନ୍ଦରବନ। ପ୍ରଥମେ ଆମେ ଜାଣିବା ଏହି ବନର ନାମ ସୁନ୍ଦରବନ କାହିଁକି। କାହିଁକି ନା ଏହି ଅଞ୍ଚଳରେ ସୁନ୍ଦରୀ ନାମକ ଏକ ବୃକ୍ଷ ବହୁତ ପରିମାଣରେ ଦେଖାଯାଏ। ସେଇ ସୁନ୍ଦରୀ ବୃକ୍ଷର ନାମ ଅନୁସାରେ ଏହି ଅଞ୍ଚଳର ନାମ ସୁନ୍ଦରବନ ହୋଇଛି। ଏବେ ଜାଣିବା ଏହା କେଉଁଠି ଅଛି, ଏହାର ବିଶେଷତ୍ୱ କଣ ସେଇ ସମ୍ପର୍କରେ ଜାଣିବା। ତେବେ ଏହା
ଆମ ଭାରତର ପଶ୍ଚିମବଙ୍ଗ ଏବଂ ଆମର ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ଉପକୂଳ ଅଞ୍ଚଳରେ ପ୍ରାୟ 10,000 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଏହାର ବିଶେଷତ୍ୱ ହେଉଛି ଏହା ହେଉଛି ବିଶ୍ୱର ଏକମାତ୍ର ସନ୍ତସନ୍ତିଆ ସ୍ଥାନ ଯେଉଁଠାରେ ବାଘମାନେ ରହିପାରନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ଭାବେ ମାନ୍ୟତା ପ୍ରାପ୍ତ। ଏହା ୟୁନେସ୍କୋ ଦ୍ୱାରା ଐତିହ୍ୟ ସ୍ଥଳର ମାନ୍ୟତା ଲାଭ କରିଛି। ଏବେ ଆସ ଜାଣିବା ସୁନ୍ଦରବନର ଜୈବ ବିବିଧତା ସମ୍ପର୍କରେ। ଏଠାରେ ରୟାଲ ବେଙ୍ଗଲ ଟାଇଗର ଦେଖାଯାନ୍ତି। ଏହି ବେଙ୍ଗଲ ଟାଇଗର ପହଁରିବାରେ ମଧ୍ୟ ପାରଙ୍ଗମ। ସାମୁଦ୍ରିକ ଜୀବ ଯଥା ଘଡ଼ିଆଳ କୁମ୍ଭୀର ଏବଂ ଅଲିଭ୍ ରିଡଲେ କଇଁଛ ମଧ୍ୟ ଏହି ଅଞ୍ଚଳରେ ଦେଖାଯାନ୍ତି। ଏହି ଅଲିଭ୍ ରିଡଲେ କଇଁଛ ଆମ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ମଧ୍ୟ ଦେଖାଯାନ୍ତି। ଏଠାରେ ଆହୁରି ଅନେକ ପ୍ରକାରର ମାଙ୍କଡ଼, ହରିଣ, ଗୋଧି, ବିଭିନ୍ନ ପ୍ରକାରର ସାପ, ଜୋକ ତଥା ଆହୁରି ବିଭିନ୍ନ ପ୍ରକାର ଜୀବ ଦେଖାଯାଆନ୍ତି। ସେହିପରି ପକ୍ଷୀମାନଙ୍କ ମଧ୍ୟରେ ମଧ୍ୟ 250ରୁ ଅଧିକ ପ୍ରକାରର ପକ୍ଷୀ ବାସ କରନ୍ତି। ଏଠାର ଗଛପତ୍ର ବିଷୟରେ ଜାଣିବା। ଏବେ ଆସ ଏଠାକାର ଉଦ୍ଭିଦମାନଙ୍କ ସମ୍ପର୍କରେ ଜାଣିବା। ଏଠାରେ ହେନ୍ତାଳ, ସୁନ୍ଦରୀ ଆଦି ବିଭିନ୍ନ ପ୍ରକାର ଉଦ୍ଭିଦ ଦେଖାଯାଆନ୍ତି। ଏହି ଅଞ୍ଚଳରେ ଯେଉଁ ସବୁ ଗଛ ଦେଖାଯାଆନ୍ତି, ସେହି ଗଛମାନଙ୍କର ଚେର ମାଟିରୁ ବାହାରି ରହିଥାଏ। ଏବେ ତୁମେ ଚିତ୍ରରେ ଦେଖିପାରୁଥିବ ଯେମିତି ମାଟିର ଉପରକୁ ଏଇ ଚେର ଗୁଡ଼ିକ ବାହାରିକି ରହିଛି, ଯେଉଁଗୁଡ଼ିକ କି ସେଇ ଗଛମାନଙ୍କୁ ଶ୍ୱାସକ୍ରିୟା କରିବାରେ ସହାୟତା ପ୍ରଦାନ କରିଥାଏ। ଆମର ପଶ୍ଚିମବଙ୍ଗରେ ଥିବା ସୁନ୍ଦରବନ ହେଉଛି ଆମ ପରିବେଶର ଏକ ରକ୍ଷା କବଚ। କାହିଁକି? କାରଣ ଏହା ଆମକୁ କାରଣ କାରଣ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷ ତମାମ ବାତ୍ୟା ଲାଗି ରହିଥାଏ। ଏହି ବାତ୍ୟା କବଳରୁ ସୁନ୍ଦରବନ ରକ୍ଷା କରିଥାଏ। ଆମର 2020 ମସିହାରେ ହୋଇଥିବା ଅମ୍ଫାନ ବାତ୍ୟା ଏବଂ 2021 ମସିହାରେ ହୋଇଥିବା ୟାସ୍ ବାତ୍ୟା ସମୟରେ ଏହି ସୁନ୍ଦରବନ କୋଲକାତା ସହରକୁ ରକ୍ଷା କରିଥିଲା। ଲୁଣା ଉଦ୍ଭିଦ ବାତ୍ୟା ସମୟରେ ପବନର ବେଗକୁ ହ୍ରାସ କରିଥାଏ। ତେଣୁ ଏହା ସମୁଦ୍ର କୂଳର ମାଟିକୁ ଖାଇଯିବାରୁ ମଧ୍ୟ ରୋକିଥାଏ। ଏବେ ଆସ ସୁନ୍ଦରବନର ମାନଚିତ୍ର ଦେଖିବା। ମାନଚିତ୍ରରେ ଯେଉଁଟି ରେଖାଙ୍କିତ ହୋଇକି ଅଛି ଏବଂ ତୀର ଚିହ୍ନିତ ଅଂଶଟି ହେଉଛି ସୁନ୍ଦରବନ। ବର୍ତ୍ତମାନ ଆମେ ଏକ ଶେଷ ବିଷୟ ବର୍ତ୍ତମାନ ଆମେ ଏକ ଶେଷ ଏକକ ବିଷୟରେ ଜାଣିବା, ଯେଉଁଟି ହେଉଛି ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ। ଏହି ଉତ୍ତର ପୂର୍ବ ଭାଗରେ ଭାରତର 7ଟି ରାଜ୍ୟ ଅବସ୍ଥିତ, ଯେଉଁଗୁଡ଼ିକ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର ଏବଂ ସିକ୍କିମ। ଏବେ ଆସ ଜାଣିବା ଗାରୋ, ଖାସି ଓ ଜୟନ୍ତିଆ ପାହାଡ଼କୁ ଚିହ୍ନିବା। ଆମେ ଜାଣିଛେ ଏହି ଅଞ୍ଚଳରେ ହିମାଳୟ ପର୍ବତ ମଧ୍ୟ ଅବସ୍ଥିତ, କିନ୍ତୁ ଏହି ହିମାଳୟ ପର୍ବତକୁ ଉତ୍ତର ପୂର୍ବ ଭାଗରେ କିଛିଟା ସ୍ଥାନରେ ଅନ୍ୟ ନାମରେ ନାମିତ କରାଯାଇଛି। ଯେପରିକି ଏହାର ପୂର୍ବ ଭାଗରେ ସମ୍ପୂର୍ଣ୍ଣ ପୂର୍ବ ଭାଗରେ ତାକୁ ଜୟନ୍ତିଆ ପାହାଡ଼, ମଝି ପାହାଡ଼କୁ ଖାସି ପାହାଡ଼ ଏବଂ ସେଠାରୁ ବାମକୁ ଆସିଲେ ଗାରୋ ପାହାଡ଼ ନାମରେ ଏହା ନାମିତ। ଏବେ ଜାଣିବା ଭାରତର ବୃଷ୍ଟିବହୁଳ ଅଞ୍ଚଳ ସମ୍ପର୍କରେ। ଏହି ଉତ୍ତର ପୂର୍ବ ଭାଗରେ ଥିବା ମେଘାଳୟ ରାଜ୍ୟର ମାଉସିନରାମ ଦେଶର ସର୍ବାଧିକ ବୃଷ୍ଟିପାତ ଅଞ୍ଚଳ। ଏହା ସମୁଦ୍ର ପତନ ଠାରୁ 1,400 ମିଟର ଉଚ୍ଚରେ ଅବସ୍ଥିତ। ଏଠାରେ ବାର୍ଷିକ 11,873 ମିଲିମିଟର ବର୍ଷା ହୋଇଥାଏ। ଏବେ ଆସ ଜାଣିବା ଏହି ଭାଗର ଜୈବ ବିବିଧତା ସମ୍ପର୍କରେ। ଯେହେତୁ ଏଠାରେ ବର୍ଷ ତମାମ ବର୍ଷା ଲାଗି ରହିଥାଏ, ତେଣୁ ଏହାର ଜୈବ ବିବିଧତା ମଧ୍ୟ ସ୍ୱତନ୍ତ୍ର ହୋଇଥାଏ। ଏହି ସ୍ଥାନରେ ଓକ୍ ଗଛ, ହୋଲଙ୍ଗ ଗଛ, ଜୁନିପର ଗଛ ଏବଂ ପାଇନ ପରି ବିଭିନ୍ନ ପ୍ରକାର ଉଦ୍ଭିଦ ଦେଖାଯାଇଥାନ୍ତି।
ଏବେ ଜାଣିବା ଏହି ଅଞ୍ଚଳର ବନ୍ୟପ୍ରାଣୀମାନଙ୍କ ସମ୍ପର୍କରେ। ଏହି ଅଞ୍ଚଳରେ ହୁଲୁକ ଗିବନ, ଏକଶିଙ୍ଗ ବିଶିଷ୍ଟ ଗଣ୍ଡା ଓ ଲାଲ ପାଣ୍ଡା ଭଳି ପ୍ରାଣୀ ଦେଖାଯାଆନ୍ତି। ଏହି ଏକଶିଙ୍ଗ ବିଶିଷ୍ଟ ଗଣ୍ଡା ପାଇଁ ଆସାମ ରାଜ୍ୟରେ ଥିବା ମାନସ ଅଭୟାରଣ୍ୟ ବିଶ୍ୱବିଖ୍ୟାତ। ଏବେ ଆସ ଜାଣିବା ମେଘାଳୟର ଏକ ସ୍ୱତନ୍ତ୍ରତା ସମ୍ପର୍କରେ, ଯାହା ହେଉଛି ସ୍ୱଚ୍ଛ ଗ୍ରାମ। ମେଘାଳୟ ରାଜ୍ୟରେ ଥିବା ମାଓଲିନଙ୍ଗ ଗ୍ରାମ ଏସିଆ ମହାଦେଶର ସବୁଠାରୁ ସ୍ୱଚ୍ଛ ଗ୍ରାମ ଅଟେ। ଏହି ଗ୍ରାମ ପୂର୍ବ ଖାସି ଜିଲ୍ଲାରେ ଅବସ୍ଥିତ। ଏହାକୁ 2003 ଓ 2005 ମସିହାରେ ଯଥାକ୍ରମେ ଏସିଆ ଓ ଭାରତର ସ୍ୱଚ୍ଛ ଗ୍ରାମର ମାନ୍ୟତା ମିଳିଥିଲା। ଏହା ଗଡ୍ସ ଓନ୍ ଗାର୍ଡେନ ବା ଭଗବାନଙ୍କର ସ୍ୱ ବଗିଚା ନାମରେ ମଧ୍ୟ ପରିଚିତ। ଏଠାରେ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ। ଏଠାରେ ବାଉଁଶ ନିର୍ମିତ ଆବର୍ଜନା ପାତ୍ର ବ୍ୟବହାର କରାଯାଏ। ଯେହେତୁ ଏହି ଅଞ୍ଚଳ ପ୍ଲାଷ୍ଟିକ ମୁକ୍ତ ଅଟେ ଏବଂ ଆବର୍ଜନା ପାତ୍ର ମଧ୍ୟ ଜୈବିକ ଅଟେ, ତେଣୁ ଏହା ପରିବେଶକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିଥାଏ। ଏବେ ଆସ ଜାଣିବା ସାତ ଭଉଣୀ ଜଳପ୍ରପାତ ସମ୍ପର୍କରେ। ତୁମେମାନେ ଜାଣିଲ ଉତ୍ତର ପୂର୍ବ ଭାଗରେ 7ଟି ରାଜ୍ୟ ଅବସ୍ଥିତ। ତେବେ ଏହି ସାତ ଭଉଣୀ ଜଳପ୍ରପାତ କଣ ଜାଣିବା? ଏହା ମେଘାଳୟ ସ୍ଥିତ ପୂର୍ବ ଖାସି ଜିଲ୍ଲା ନିକଟରେ ଥିବା ଚେରାପୁଞ୍ଜି ଠାରେ ପ୍ରବାହିତ। ଏହା ସମୁଦ୍ର ପତନ ଠାରୁ 315 ମିଟର ବା 1033 ଫୁଟ ଉଚ୍ଚରେ ଅବସ୍ଥିତ। ଉତ୍ତର ପୂର୍ବ ଭାଗରେ ଥିବା 7ଟି ରାଜ୍ୟର ନାମ ଅନୁସାରେ ଏହି ଜଳପ୍ରପାତ ଗୁଡିକ ନାମିତ। ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରଚୁର ବର୍ଷା ହେତୁ ଏହି ଜଳପ୍ରପାତ ଗୁଡିକ ଦୃଷ୍ଟି ଆକର୍ଷଣୀୟ ହୋଇଥାଏ। ଏବେ ଆସ ଜାଣିବା ଜୀବନ୍ତ ଚେର ସେତୁ ସମ୍ପର୍କରେ। ଜୀବନ୍ତ ଚେର ସେତୁ କଣ? ଯେଉଁ ଚେରର ଜୀବନ ଥାଏ, ସେହି ଚେରରୁ ନିର୍ମିତ ସେତୁ ହେଉଛି ଜୀବନ୍ତ ଚେର ସେତୁ। ଏହା କେଉଁଠାରେ ଦେଖାଯାଏ? ଏହା ମାଓଲିନଙ୍ଗ ଗ୍ରାମରେ ଦେଖାଯାଏ। ସେହି ଗ୍ରାମଟି ଜୀବନ୍ତ ଚେର ସେତୁ ପାଇଁ ପରିଚିତ। ରବର ଗଛର ଚେରକୁ ଗୁନ୍ଥି ଏହା ନିର୍ମାଣ କରାଯାଏ। ଏହାକୁ ଆଦିବାସୀମାନେ ନଦୀ ପାରି ହେବା ପାଇଁ ବ୍ୟବହାର କରିଥାନ୍ତି। ଏବେ ଜାଣିବା ଆଉ ଏକ ଜୀବନ୍ତ ଚେର ସେତୁ ବିଷୟରେ। ସେଟା ଏକ ଥାକିଆ ଜୀବନ୍ତ ଚେର ସେତୁ, କିନ୍ତୁ ଇଏ ହେଉଛି 2 ଥାକିଆ ଜୀବନ୍ତ ଚେର ସେତୁ। ଏହା ମଧ୍ୟ ସେଇ ମେଘାଳୟ ରାଜ୍ୟରେ ଦେଖାଯାଏ, କିନ୍ତୁ ଗ୍ରାମ ହେଉଛି ନନଗ୍ରିଆଣ୍ଡ। ମେଘାଳୟର ନନଗ୍ରିଆଣ୍ଡ ଗ୍ରାମରେ 2 ଥାକିଆ ଚେର ସେତୁ ଦେଖାଯାଏ। ଏବେ ଜାଣିବା ମେଘାଳୟ ରାଜ୍ୟର ଏକ ଉତ୍ସବ ସମ୍ପର୍କରେ, ଯାହାର ନାଁ ହେଉଛି ସାତ ସୁକ୍ ମିନ୍ ସିମ୍। ମେଘାଳୟ ରାଜ୍ୟରେ ବାସ କରୁଥିବା ଖାସି ଜନଜାତିର ଆଦିବାସୀ ମାନଙ୍କର ଏହା ଏକ ପାରମ୍ପରିକ ଉତ୍ସବ ଅଟେ। ଏହାର ଅର୍ଥ କଣ ବୁଝିବା? ସାତର ଅର୍ଥ ହେଉଛି ନୃତ୍ୟ ବା ନାଚ। ସୁକ୍ ମିନ୍ ସିମ୍ ର ଅର୍ଥ ହେଉଛି ଶାନ୍ତିପୂର୍ଣ୍ଣ ହୃଦୟ। ତେଣୁ ଏହି ସମ୍ପୂର୍ଣ୍ଣ ଶବ୍ଦର ଅର୍ଥ ହେଉଛି ଶାନ୍ତିପୂର୍ଣ୍ଣ ହୃଦୟର ନୃତ୍ୟ। ପ୍ରତିବର୍ଷ ଏପ୍ରିଲ ମାସରେ ଶିଲଂ ସ୍ଥିତ, ଶିଲଂ ହେଉଛି ମେଘାଳୟର ରାଜଧାନୀ, ସେଠାରେ ଥିବା ୱିକିଂ ପଡିଆରେ ଏହି ଉତ୍ସବ ମୁଖ୍ୟତଃ ଆୟୋଜିତ ହୋଇଥାଏ। ଉଭୟ ପୁରୁଷ ଓ ମହିଳା ପାରମ୍ପରିକ ପୋଷାକ ପରିଧାନ କରି ଏହି ନୃତ୍ୟ ପରିବେଷଣ କରିଥାନ୍ତି। ଆସ ଏବେ ଆମେ ଯାହା ପଢିଲେ ସେଇ ବିଷୟରେ କିଛି ଆଲୋଚନା କରିବା। ପ୍ରଥମେ ଜାଣିବା ଗାରୋ ଓ ଖାସି ପର୍ବତ ଭାରତର କେଉଁ ଭାଗରେ ଅବସ୍ଥିତ? ଉତ୍ତର ପୂର୍ବ ଭାଗରେ। ଏସିଆ ମହାଦେଶର ସବୁଠାରୁ ସ୍ୱଚ୍ଛ ଗ୍ରାମ କାହାକୁ କୁହାଯାଏ? ମାଓଲିନଙ୍ଗ। ତୃତୀୟ ପ୍ରଶ୍ନକୁ ଯିବା। ଭାରତର ଉତ୍ତର ପୂର୍ବ ଭାଗରେ କେତୋଟି ରାଜ୍ୟ ରହିଛି? ଉତ୍ତର ହେଉଛି 7ଟି ରାଜ୍ୟ। ଶେଷ ପ୍ରଶ୍ନଟି ହେଉଛି ଆଦିବାସୀମାନେ ନଦୀ ପାର ହେବା ପାଇଁ କଣ ବ୍ୟବହାର କରିଥାନ୍ତି? ଉତ୍ତର ହେଉଛି ଜୀବନ୍ତ ଚେର ସେତୁ। ତେବେ ପିଲାମାନେ, ଆଜିର ଆମେ ଏଇ କ୍ଲାସରେ ଗଙ୍ଗା ନଦୀ, ବ୍ରହ୍ମପୁତ୍ର ନଦୀ ଏବଂ ସେ ଦୁଇ ନଦୀର ମିଳନ ସ୍ଥଳରୁ ସୃଷ୍ଟି ହୋଇଥିବା ତ୍ରିକୋଣଭୂମି, ସୁନ୍ଦରବନ
ଏବଂ ଭାରତର ଉତ୍ତର ପୂର୍ବ ଭାଗରେ ଥିବା ରାଜ୍ୟ ଏବଂ ସେହି ସ୍ଥାନର ପାହାଡ଼ ତଥା ଜୈବ ବିବିଧତା ସମ୍ପର୍କରେ ସମ୍ୟକ୍ ଧାରଣା ପାଇଲେ। ଆଶା କରୁଛି ତୁମେମାନେ ଏଥିରୁ ବୁଝିପାରିଥିବ। ରହିଲି, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।